କଳ୍ପନା କରନ୍ତୁ ତ ବିଂଶ ଶତାବ୍ଦୀର ସେହି ସମୟ ଯେତେବେଳେ ଗୋଟିଏ ନାଁ ଶୁଣିଲେ ହିଁ ବାପା ମାଙ୍କ ଛାତି ଥରି ଉଠୁଥିଲା। ସେ ନାଁ ଥିଲା ପୋଲିଓ, ଗୋଟିଏ ଭୟଙ୍କର ରୋଗ ଯାହା ପିଲାମାନଙ୍କୁ ସବୁଦିନ ପାଇଁ ପଙ୍ଗୁ କରିଦେଉଥିଲା। କିନ୍ତୁ ଆଜି ଆମେ କେବଳ ସେହି ରୋଗ ବିଷୟରେ କଥା ହେବାନି, ଆମେ କଥା ହେବା ସେହି ଦୁଇ ବୈଜ୍ଞାନିକଙ୍କ ବିଷୟରେ ଯେଉଁମାନଙ୍କ ଭିତରେ ଚାଲିଥିବା ଗୋଟିଏ ପ୍ରତିଯୋଗିତା, ଗୋଟିଏ ଦୌଡ଼ ପୁରା ଇତିହାସର ମୋଡ଼ ବଦଳାଇ ଦେଇଥିଲା। ତେବେ ଚାଲନ୍ତୁ ଆରମ୍ଭ କରିବା ସେହି କାହାଣୀ। ତେବେ ପ୍ରଶ୍ନ ଉଠୁଛି, ଏତେ ବଡ଼ ଗୋଟେ ରୋଗକୁ ଯାହା ଲକ୍ଷ ଲକ୍ଷ ପରିବାର ନିଦ ହଜାଇ ଦେଇଥିଲା, ତାକୁ ବିଜ୍ଞାନ କେମିତି ହରାଇଲା? ଜାଣିଛନ୍ତି, ଏଇଟା ଖାଲି ଗୋଟେ ବୈଜ୍ଞାନିକ ପ୍ରଶ୍ନ ନୁହେଁ, ଏହା ଥିଲା ସେହି ଲକ୍ଷ ଲକ୍ଷ ପରିବାରର ଆଶା ଆଉ ସ୍ୱପ୍ନର କଥା। ଏହି ଯାତ୍ରା ଥିଲା ବିଜ୍ଞାନର, ସାହସର ଆଉ ସବୁଠୁ ବଡ଼ କଥା ହେଲା ମାନବିକତାର। ଆଜି ଆମେ ଏହି ପୂରା କାହାଣୀକୁ ଟିକେ ଭଲ ଭାବେ ବୁଝିବା। ଆମେ ଦେଖିବା କେମିତି ପୋଲିଓ ବିରୁଦ୍ଧରେ ଲଢ଼େଇ ଆରମ୍ଭ ହେଲା। ତାପରେ ଆସିବେ ସଲ୍କ, ତାଙ୍କର ଟୀକା, ଆଉ ତାପରେ ଆସିବେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସାବିନ୍, ତାଙ୍କର ଅଲଗା ଟୀକା ସହିତ। ଆମେ ଦୁଇଟି ଯାକ ଟୀକାକୁ ତୁଳନା କରିବା ଆଉ ଶେଷରେ ଦେଖିବା ଯେ ଏହି ପୂରା ଘଟଣାରୁ ଆମକୁ କ'ଣ ଶିଖିବାକୁ ମିଳିଲା। ହଁ, ତେବେ ପୋଲିଓ ବିରୁଦ୍ଧରେ ଯେଉଁ ଲଢ଼େଇ ହେଲା ତାହା ପ୍ରକୃତିରେ ଏକ ବୈଜ୍ଞାନିକ ଯୁଦ୍ଧକ୍ଷେତ୍ରରେ ହିଁ ଲଢ଼ାଯାଇଥିଲା। ଆଉ ସେହି ଯୁଦ୍ଧକ୍ଷେତ୍ରର ନାଁ ଥିଲା ଇମ୍ୟୁନୋଲୋଜି। ଇମ୍ୟୁନୋଲୋଜି ମାନେ କ'ଣ? ଏହା ହେଉଛି ସେହି ବିଜ୍ଞାନ ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବିଷୟରେ ପଢ଼ାଏ। ଆମ ଶରୀର କେମିତି ରୋଗ ସହ ଲଢ଼େ, ସେଇଟା ହିଁ ଇମ୍ୟୁନୋଲୋଜି। ଆଉ ଆମ କାହାଣୀର ପ୍ରଥମ ନାୟକ ଡକ୍ଟର ଜୋନାସ୍ ସଲ୍କ ଏହି କ୍ଷେତ୍ରର ଜଣେ ମାହିର ଖେଳାଳି ଥିଲେ। ଆଉ ପୋଲିଓ ବିରୁଦ୍ଧରେ ତାଙ୍କର ସବୁଠୁ ବଡ଼ ଅସ୍ତ୍ର ଥିଲା ଏହି ଜ୍ଞାନ। ତେବେ ଏହି ଲଢ଼େଇରେ ପ୍ରଥମ ବଡ଼ ପଦକ୍ଷେପ ନେଲେ ଡକ୍ଟର ଜୋନାସ୍ ସଲ୍କ। ସେ ହିଁ ପୋଲିଓ ଭୂତାଣୁକୁ ହରାଇବା ପାଇଁ ଅଣ୍ଟା ଭିଡ଼ିଲେ। ଆଉ ଜାଣିଛନ୍ତି, ତାଙ୍କ କାମ କରିବାର ଗତି ଥିଲା ଅବିଶ୍ୱାସନୀୟ। ଦେଖନ୍ତୁ, 1947ରେ ସେ ଗବେଷଣା ଆରମ୍ଭ କଲେ। 1949ରେ ଏକ ବଡ଼ ଆବିଷ୍କାର ହେଲା। 1952 ବେଳକୁ ଟୀକା ପ୍ରସ୍ତୁତ, ଆଉ 1954 ସୁଦ୍ଧା ଲକ୍ଷ ଲକ୍ଷ ଲୋକଙ୍କ ଉପରେ ଏହାର ପରୀକ୍ଷଣ ବି ଆରମ୍ଭ ହୋଇଗଲା। ମାନେ ମାତ୍ର 7 ବର୍ଷ ଭିତରେ ଏତେ ସବୁ। ଏହା କୌଣସି ଚମତ୍କାର ଠାରୁ କମ୍ ନଥିଲା। ସେହି 1949 ମସିହାର ଆବିଷ୍କାର ଥିଲା ସେଲ୍ କଲଚର। ଏଇଟା ପୁରା ଖେଳ ବଦଳାଇ ଦେଲା। କେମିତି? ଦେଖନ୍ତୁ, ଏହା ପୂର୍ବରୁ ପୋଲିଓ ଭୂତାଣୁକୁ ପରୀକ୍ଷା କରିବା ପାଇଁ ବୈଜ୍ଞାନିକମାନଙ୍କୁ ଜୀବନ୍ତ ମାଙ୍କଡ଼ା ଦରକାର ପଡ଼ୁଥିଲା। କିନ୍ତୁ ସେଲ୍ କଲଚର ଆସିବା ପରେ ସେମାନେ ଲାବୋରେଟୋରୀରେ ହିଁ ଗୋଟିଏ ଟେଷ୍ଟ ଟ୍ୟୁବ୍ ଭିତରେ କୋଟି କୋଟି ସଂଖ୍ୟାରେ ଭୂତାଣୁ ତିଆରି କରିପାରିଲେ। ଏହା ଏକ ବହୁତ ବଡ଼ ସଫଳତା ଥିଲା। ତେବେ ସଲ୍କଙ୍କ ଆଇଡିଆଟା ବହୁତ ସ୍ମାର୍ଟ ଥିଲା। ସେ କ'ଣ କଲେ? ସେ ଭୂତାଣୁକୁ ପ୍ରଥମେ ମାଙ୍କଡ଼ କିଡ୍ନି କଲଚରରେ ବଢ଼ାଇଲେ। ତାପରେ ଗୋଟିଏ କେମିକାଲ ଫର୍ମାଲିନ୍ ଦେଇ ସେ ଭୂତାଣୁଗୁଡ଼ିକୁ ମାରିଦେଲେ, ମାନେ ପୁରାପୁରି ନିଷ୍କ୍ରିୟ କରିଦେଲେ। ଏବେ ତାଙ୍କ ପାଖରେ ଥିଲା ଏକ ମୃତ ଭୂତାଣୁ ଟୀକା। ଏହାକୁ ଏମିତି ବୁଝନ୍ତୁ ଯେମିତି ଆମେ ପୋଲିସକୁ ଚୋରର ଫଟୋ ଦେଖାଉଛୁ। ପୋଲିସ ଫଟୋ ଦେଖି ଚୋରକୁ ଚିହ୍ନିଯିବ ଆଉ ପ୍ରସ୍ତୁତ ହୋଇଯିବ, କିନ୍ତୁ ପ୍ରକୃତ ଚୋର ସେଠାରେ ନଥିବାରୁ କୌଣସି କ୍ଷତି ହେବାର ପ୍ରଶ୍ନ ହିଁ ଉଠୁନି। ଠିକ୍ ସେମିତି ଆମ ଶରୀର ମଲା ଭୂତାଣୁକୁ ଦେଖି ତା ବିରୁଦ୍ଧରେ ଲଢ଼ିବା ଶିଖିଗଲା, କିନ୍ତୁ ରୋଗ ହେଲାନି। ଆଉ ତାପରେ 1954ରେ ଆରମ୍ଭ ହେଲା ଇତିହାସର ସବୁଠୁ ବଡ଼ ମେଡିକାଲ ପରୀକ୍ଷଣ। ଆମେରିକା କାନାଡାରେ ଲକ୍ଷ ଲକ୍ଷ ପିଲାଙ୍କୁ ଏହି ଟୀକା ଦିଆଗଲା। ସମସ୍ତେ ନିଶ୍ୱାସ ରୋକି ଅପେକ୍ଷା କରିଥିଲେ, ଆଉ ଯେତେବେଳେ ଫଳାଫଳ ଆସିଲା ତାହା ଚମତ୍କାର ଥିଲା। ପୋଲିଓ ମାମଲା ଏକଦମ କମିଗଲା। ସମସ୍ତେ ଭାବିଲେ ବସ୍, ଏଥର ପୋଲିଓ ହାରିଗଲା। କିନ୍ତୁ କାହାଣୀରେ ଏକ ଦୁଃଖଦ ମୋଡ଼ ଆସିବାକୁ ବାକି ଥିଲା। ଏହି ଖୁସି ବେଶୀ ଦିନ ରହିଲାନି। ଯେତେବେଳେ ଟୀକା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେଲା, ସେତେବେଳେ ଏକ ଭୟଙ୍କର ଭୁଲ ସାମ୍ନାକୁ ଆସିଲା। 1955 ମସିହାରେ ଟୀକାକୁ ସରକାରୀ ଭାବେ ଅନୁମୋଦନ ମିଳିଗଲା, ଆଉ ଏହାର ବଣ୍ଟନ ଆରମ୍ଭ ହେଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଟୀକା ତିଆରି କରିବାରେ ହୋଇଥିବା ଗୋଟିଏ ଭୁଲ ସବୁକିଛି ଓଲଟପାଲଟ କରିଦେଲା। ହଁ, ଏକ ଟୀକା ତିଆରି କରୁଥିବା କମ୍ପାନୀରୁ ଏକ ଭୁଲ ହୋଇଗଲା। ସେମାନେ ଭୂତାଣୁକୁ ଠିକ୍ ଭାବେ ନିଷ୍କ୍ରିୟ କରିପାରିଲେନି। ଫଳରେ କ'ଣ ହେଲା? ଯେଉଁ ଟୀକା ପିଲାଙ୍କୁ ବଞ୍ଚାଇବା କଥା, ସେହି ଟୀକା ଯୋଗୁଁ ହିଁ ପିଲାମାନେ ପୋଲିଓରେ ଆକ୍ରାନ୍ତ ହେଲେ। ପାଖାପାଖି 260ଟି ମାମଲା ସାମ୍ନାକୁ ଆସିଲା, ଆଉ ସେଥିରୁ 10 ଜଣ ପିଲାଙ୍କର ମୃତ୍ୟୁ ବି ହୋଇଗଲା। ଏହା ଏକ ବହୁତ ବଡ଼ ଦୁର୍ଘଟଣା ଥିଲା, ଯାହା ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ଏହି ଘଟଣା ପରେ ସ୍ୱାଭାବିକ ଭାବେ ଲୋକଙ୍କ ମନରେ ଡର ପଶିଗଲା। ଗୋଟିଏ ନୂଆ, ଆହୁରି ଭଲ ବିକଳ୍ପର ଆବଶ୍ୟକତା ସମସ୍ତେ ଅନୁଭବ କଲେ। ଆଉ ଏହି ସମୟରେ ହିଁ କାହାଣୀରେ ଏଣ୍ଟ୍ରି ହେଲା ଦ୍ୱିତୀୟ ବୈଜ୍ଞାନିକଙ୍କର। ତାଙ୍କ ନାଁ ଥିଲା ଆଲବର୍ଟ ସାବିନ୍। ଆଉ ସାବିନ୍ଙ୍କ ରାସ୍ତା ସଲ୍କଙ୍କ ରାସ୍ତାଠାରୁ ପୁରାପୁରି ଅଲଗା ଥିଲା। ଦେଖନ୍ତୁ, ସଲ୍କ ମୃତ ଭୂତାଣୁ ବ୍ୟବହାର କରୁଥିଲେ, କିନ୍ତୁ ସାବିନ୍ ବ୍ୟବହାର କଲେ ଜୀବନ୍ତ ଭୂତାଣୁ, କିନ୍ତୁ ଏମିତି ଏକ ଭୂତାଣୁ ଯାହାକୁ ବହୁତ ଦୁର୍ବଳ କରି ଦିଆଯାଇଥିଲା। ଏହାକୁ ଏମିତି ଭାବନ୍ତୁ, ସଲ୍କ ଚୋରର ଫଟୋ ଦେଖାଉଥିଲେ, କିନ୍ତୁ ସାବିନ୍ ଗୋଟିଏ ହାତଗୋଡ଼ ବନ୍ଧା ହୋଇଥିବା ଚୋରକୁ ଶରୀର ଭିତରକୁ ଛାଡ଼ିଦେଲେ।
ଶରୀର ସେହି ଦୁର୍ବଳ ଚୋର ସହ ଲଢ଼ି ତାକୁ ହରାଇବା ସହଜରେ ଶିଖିଗଲା ଆଉ ଭବିଷ୍ୟତରେ ପ୍ରକୃତ ଶକ୍ତିଶାଳୀ ଚୋର ଆସିଲେ ତା ସହ ଲଢ଼ିବାକୁ ପୁରା ପ୍ରସ୍ତୁତ ହୋଇଗଲା। ତେଣୁ 1957 ମସିହାରେ ସାବିନ୍ ନିଜର ଜୀବନ୍ତ ଭୂତାଣୁ ଟୀକାର ପରୀକ୍ଷଣ ଆରମ୍ଭ କଲେ। ତାଙ୍କର ଲକ୍ଷ୍ୟ ଥିଲା ସଲ୍କଙ୍କ ଟୀକାରେ ଥିବା ସମସ୍ୟାଗୁଡ଼ିକୁ ଦୂର କରିବା, ଆଉ 1963 ବେଳକୁ ତାଙ୍କ ଟୀକା ବଜାରରେ ଉପଲବ୍ଧ ହେଲା। ତେବେ ଏବେ ପ୍ରଶ୍ନ ଆସୁଛି, ସଲ୍କଙ୍କ ଟୀକା ନା ସାବିନ୍ଙ୍କ ଟୀକା, କେଉଁଟା ବେଶୀ ଭଲ ଥିଲା? ଚାଲନ୍ତୁ ଦୁଇଟାକୁ ପାଖାପାଖି ରଖି ଟିକେ ତୁଳନା କରିବା। ଦେଖନ୍ତୁ, ପାର୍ଥକ୍ୟଗୁଡ଼ିକ ବେଶ୍ ସ୍ପଷ୍ଟ। ପ୍ରଥମ କଥା, ଭୂତାଣୁର ପ୍ରକାର। ସଲ୍କ ଟୀକାରେ ମୃତ ଭୂତାଣୁ ଥିଲା, ଆଉ ସାବିନ୍ଙ୍କ ଟୀକାରେ ଦୁର୍ବଳ କରାଯାଇଥିବା ଜୀବନ୍ତ ଭୂତାଣୁ। ଦେବାର ତରିକା ବି ଅଲଗା ଥିଲା। ସଲ୍କ ଟୀକା ଇଞ୍ଜେକ୍ସନ୍ ଦ୍ୱାରା ଦିଆଯାଉଥିଲା, କିନ୍ତୁ ସାବିନ୍ଙ୍କ ଟୀକା ପାଟିରେ 2 ବୁନ୍ଦା, ଯାହା ବହୁତ ସହଜ ଥିଲା। ଆଉ ବୁଷ୍ଟର ଡୋଜ୍ କଥା ଦେଖିଲେ ସଲ୍କ ଟୀକା ପ୍ରତି 5 ବର୍ଷରେ ଦରକାର ପଡ଼ୁଥିଲା, କିନ୍ତୁ ସାବିନ୍ ଟୀକା ସ୍କୁଲ ବୟସରେ ଥରେ ନେଲେ ଚଳୁଥିଲା। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ସେମାନଙ୍କ ପାଇଁ ସଲ୍କ ଟୀକା ନିରାପଦ ଥିଲା, କିନ୍ତୁ ସାବିନ୍ ଟୀକା ଦେବାକୁ ମନା କରାଯାଉଥିଲା। ସାବିନ୍ଙ୍କ ଟୀକାର ସବୁଠୁ ବଡ଼ ପ୍ଲସ୍ ପଏଣ୍ଟ ଥିଲା ଏହାର ସୁବିଧା। ଭାବନ୍ତୁ ତ, ଇଞ୍ଜେକ୍ସନ୍ ଦେବାକୁ ଡାକ୍ତର କି ନର୍ସ ଦରକାର, କିନ୍ତୁ ପାଟିରେ 2 ବୁନ୍ଦା ପକାଇବାକୁ କେହି ବି କରିପାରିବେ। ଛୁଞ୍ଚି ନାହିଁ, ସିରିଞ୍ଜ ନାହିଁ, ତେଣୁ ଖର୍ଚ୍ଚ ବି ବହୁତ କମ୍। ଆଉ ଏହା ଯେଉଁ ଇମ୍ୟୁନିଟି ଦେଉଥିଲା ତାହା ବହୁତ ଦିନ ପର୍ଯ୍ୟନ୍ତ ରହୁଥିଲା। ଏହା ପାଚନତନ୍ତ୍ରରେ ବି ଭୂତାଣୁକୁ ବଢ଼ିବାକୁ ଦେଉନଥିଲା। କିନ୍ତୁ ସବୁ ଭଲ ଜିନିଷର ଯେମିତି କିଛି ଖରାପ ଦିଗ ଥାଏ, ସାବିନ୍ଙ୍କ ଟୀକାର ବି ଥିଲା। ସବୁଠୁ ବଡ଼ ରିସ୍କ ଥିଲା ଯେ, ଯେହେତୁ ଏହା ଏକ ଜୀବନ୍ତ ଭୂତାଣୁ, ଦୁର୍ବଳ ଇମ୍ୟୁନିଟି ଥିବା ଲୋକଙ୍କ ପାଇଁ ଏହା ବିପଦଜନକ ହୋଇପାରୁଥିଲା। ଆଉ ଗୋଟିଏ ସମସ୍ୟା ଥିଲା ଯେ, ଟୀକା ନେଇଥିବା ପିଲାର ମଳରୁ ଏହି ଦୁର୍ବଳ ଭୂତାଣୁ ବାହାରି ପରିବେଶକୁ ଆସିପାରୁଥିଲା। ଆଉ ଯଦି କୌଣସି ଟୀକା ନେଇନଥିବା ଲୋକ ଏହାର ସଂସ୍ପର୍ଶରେ ଆସେ, ତେବେ ତା ପାଇଁ ବିପଦ ସୃଷ୍ଟି ହେଉଥିଲା। ଏହାଛଡ଼ା ଯଦି କାହାର ପେଟରେ ଅନ୍ୟ କୌଣସି ଭାଇରସ୍ ଥାଏ, ତେବେ ଏହି ଟୀକା ବେଳେବେଳେ କାମ କରୁନଥିଲା। ତେବେ ଏହି ପୁରା କାହାଣୀରୁ, ଏହି ବୈଜ୍ଞାନିକ ଦୌଡ଼ରୁ ଆମେ ଶିଖିଲେ କ'ଣ? ଏହାର ପ୍ରଭାବ ଆଜି ବି ଆମ ଜୀବନରେ ଅଛି। ଏହାର ସବୁଠାରୁ ବଡ଼ ଶିକ୍ଷା ହେଉଛି ଯେ କୌଣସି ଗୋଟିଏ ଜିନିଷ ସବୁବେଳେ ସବୁ ପରିସ୍ଥିତି ପାଇଁ ପରଫେକ୍ଟ ନଥାଏ। 2ଟି ଯାକ ଟୀକା ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଲେ। ଗୋଟିଏ ପଟେ ଥିଲା ସଲ୍କଙ୍କ ଟୀକା, ଯାହା ଅଧିକ ନିରାପଦ ଥିଲା, ଆଉ ଆପଟେ ଥିଲା ସାବିନ୍ଙ୍କ ଟୀକା, ଯାହା ଶସ୍ତା ଥିଲା ଆଉ ସହଜରେ ସମସ୍ତଙ୍କ ପାଖରେ ପହଞ୍ଚି ପାରୁଥିଲା। ଦୁନିଆକୁ ସେତେବେଳେ 2ଟା ଯାକର ଆବଶ୍ୟକତା ଥିଲା। ଆଉ ସେଥିପାଇଁ ଏହି କାହାଣୀ ଆଜି ବି ଏତେ ଗୁରୁତ୍ୱପୂର୍ଣ୍ଣ। ଏବେ ଭାବନ୍ତୁ, ଭବିଷ୍ୟତରେ ଯଦି କୌଣସି ନୂଆ ମହାମାରୀ ଆସେ, ତେବେ ଆମେ କେଉଁ ରାସ୍ତା ବାଛିବା? ମୃତ ଭୂତାଣୁର ରାସ୍ତା, ଯାହା ଅଧିକ ନିରାପଦ, ନା ଜୀବନ୍ତ କିନ୍ତୁ ଦୁର୍ବଳ ଭୂତାଣୁର ରାସ୍ତା, ଯାହା ଶୀଘ୍ର ସମସ୍ତଙ୍କ ପାଖରେ ପହଞ୍ଚିପାରିବ? ନିରାପତ୍ତା ବନାମ ସହଜ ଉପଲବ୍ଧତା, ଏହି ଦ୍ୱନ୍ଦ୍ୱ ଆଜି ବି ଚାଲିଛି, ଆଉ ବୈଜ୍ଞାନିକମାନେ ଏହାର ଉତ୍ତର ଖୋଜିବାର ଲାଗିଛନ୍ତି।